ସୁନ୍ଦରଗଡ଼ ଜିଲ୍ଲା ୱାନ୍ କି ଡୋ ଆସୋସିଏସନ୍ ପକ୍ଷରୁ କଲର୍ସ ବେଲ୍ଟର ଉତ୍ସବ ବଣାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରେଡେସନ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ମୁଣ୍ଡୁ, ସମ୍ମାନିତ ଅତିଥି ଭାବେ ଗୌରୀ ନର୍ସିଂ କଲେଜ ତଥା ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଯୁକ୍ତ ରାଜୁ ପୁରଖେପ୍ଟ, ସ୍ୱତନ୍ତ୍ର ଅତିଥି ଭାବେ ୱାନ୍ କି ଡୋ ଆସୋସିଏସନ୍ର ଓଡ଼ିଶା ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ୱାନ୍ କି ଡୋ ଆସୋସିଏସନ୍ ଓଡ଼ିଶା ସଭାପତି ରାଜୁ ବାଗ, ସୁନ୍ଦରଗଡ଼ ଜିଲ୍ଲା ୱାନ୍ କି ଡୋ ଆସୋସିଏସନ୍ର ସମ୍ପାଦକ ବିଷ୍ଣୁଚରଣ ବାରିକ, ଉପଦେଷ୍ଟା ଯୁଧିଷ୍ଠିର ବେହେରା, ଜେନାମଣି ବେହେରା, ଶ୍ରୀ ଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ବଳଦେବ ମହାନ୍ତି, ବିଇଓ ଅଫିସର MIS ମାନସ ପଟେଲ ଓ ସ୍ମୃତି ଲେଙ୍କା ପ୍ରମୁଖ ରହି ଦୀପ ପ୍ରଜ୍ୱଳନ କରିଥିଲେ ଓ କୃତି ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବକୁ ୱାନ୍ କି ଡୋ ଆସୋସିଏସନ୍ ଓଡ଼ିଶାର ଟେକ୍ନିକାଲ ଡାଇରେକ୍ଟର ତଥା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ୱାନ୍ ସୁ ବିଶ୍ୱଜିତ ବାରିକ ପରିଚାଳନା କରିଥିଲେ। ଟୁଇଙ୍କିଲ ବେହେରା, ସୁଶ୍ରୀ ସୌମ୍ୟା ଦାସ, ରାଜ ରଜକ ପ୍ରଭୃତି ସହଯୋଗ କରିଥିଲେ। ବଣାଇରୁ ହେମନ୍ତ ପାତ୍ରଙ୍କ ରିପୋର୍ଟ, A1 ଓଡ଼ିଶା।